ସାମ୍ପ୍ରତିକ ରାଜନୀତିରେ କ୍ଷମତା ପାଇଁ ପଦପଦବୀ ପାଇଁ ନେତାମାନେ ରାତାରାତି ଦଳବଦଳ କରୁଛନ୍ତି। ଏପରିକି ଟିକେଟ୍ ଆଶାରେ ଟିକେଟ୍ରୁ ବଞ୍ଚିତ ହେବା ପରେ ନେତା ଅନ୍ୟ ଦଳକୁ ଯାଇ ରାତାରାତି ଟିକେଟ୍ ଆଣି ଲଢ଼ୁଛନ୍ତି। ଯେଉଁ ନେତାଙ୍କ ବିରୁଦ୍ଧରେ ବର୍ଷାଧିକ କାଳ ଯେଉଁ ଦଳ ବିରୁଦ୍ଧରେ ବର୍ଷାଧିକ କାଳ ବିଷୋଦ୍ଗାର କରୁଥିଲେ ସେମାନେ ଅର୍ଥାତ୍ ସେହି ନେତାଙ୍କ ଗୁଣରେ ପ୍ରଶଂସାରେ ଶତମୁଖ ହୋଇପଡ଼ୁଛନ୍ତି। ବିଶେଷ କରି 2024 ନିର୍ବାଚନରେ ଏହିଭଳି ବ୍ୟତିକ୍ରମ ଘଟଣାମାନ ରାଜ୍ୟ ରାଜନୀତିକୁ ଅଧିକ ରୋଚକ କରିଛି। କିନ୍ତୁ ଏସବୁ ପରିସ୍ଥିତି ଭିତରେ ଏଭଳି ନେତା ଅଛନ୍ତି ଯେଉଁମାନେ ନା ଦଳୀୟ ନୀତି ଆଦର୍ଶ ନା ଦଳୀୟ ଆନୁଗତ୍ୟକୁ ଭୁଲି ନାହାନ୍ତି, ବରଂ ଟିକେଟ୍ରୁ ବଞ୍ଚିତ ହେବା ପରେ ମଧ୍ୟ ଦଳ ପାଇଁ ନିଃସ୍ୱାର୍ଥପର ଭାବେ ବୁଲିକି ପ୍ରଚାର କରୁଛନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ମାହାଙ୍ଗା ବିଜେପିର ଜଣାଶୁଣା ନେତା, ବରିଷ୍ଠ ସଂଗଠକ, ସଂଘର ପ୍ରଚାରକ ଚୌଧୁରୀ ପ୍ରଭାତ କେଶରୀ ମିଶ୍ର। ଆମ ସହିତ ଉପସ୍ଥିତ ଅଛନ୍ତି ଶ୍ରୀଯୁକ୍ତ ମିଶ୍ର। ଆମେ ତାଙ୍କ ପ୍ରତିକ୍ରିୟା ଜାଣିବା କ'ଣ ରହିଛି ବର୍ତ୍ତମାନ ରାଜନୈତିକ ଘଟଣାକ୍ରମ ଏବଂ କ'ଣ ହେବାକୁ ଯାଉଛି ଆଗାମୀ ରାଜନୀତିର ଚିତ୍ର। ଶ୍ରୀଯୁକ୍ତ ମିଶ୍ର, ଆପଣଙ୍କୁ କୁଇବର ନ୍ୟୁଜ୍କୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଧନ୍ୟବାଦ। କ'ଣ ଆପଣ ଟିକେଟ୍ ରାଜନୀତିରେ ବୋଧେ ପଛରେ ପଡ଼ିଦେଲେ? ଏ କଥା ସତ ନୁହେଁ। ଆମର ଭାରତୀୟ ଜନତା ପାର୍ଟି ଏକ ବିଶାଳ ସଂଗଠନ। ସେମାନେ ବିଭିନ୍ନ ସମୟରେ ବିଭିନ୍ନ ବିଷୟ ଉପରେ ଧ୍ୟାନ ଦେଇ ସେମାନେ ନିର୍ବାଚନରେ କାହାକୁ ପ୍ରତିନିଧିତ୍ୱ କରିବାକୁ ଦେବେ ତାର ସୁଯୋଗ ଦିଅନ୍ତି। ଆମେ ଦଳ ପାଇଁ 2009ରୁ କାମ କରି ମାହାଙ୍ଗା ଭଳି ଗୋଟେ ଜାଗା ଯେଉଁଥିରେ କି ବିଜୁ ଜନତା ଦଳର ଗୋଟେ ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀର୍ଘ 24 ବର୍ଷ ଧରି ମାହାଙ୍ଗାରୁ ବିଜୁ ଜନତା ଦଳ ବିଜୟ ଲାଭ କରୁଥିଲା। 2009ରେ ଯେତେବେଳେ ଆମକୁ ଦାୟିତ୍ୱ ଦିଆଗଲା ସେତେବେଳେ ଆମେ ଘରେ ବି ପଶିବାକୁ ସମ୍ଭବପର ହେଉନଥିଲା। ଲୋକମାନେ ବିଜେପି ବା ପଦ୍ମପୁର ସହିତ ପରିଚିତ ନଥିଲେ। ଆମେ ଏକ ସୁଦୃଢ଼ ସଂଗଠନ ସେଠି ତିଆରି କରିଥିଲୁ। ଲୋକମାନଙ୍କର ହୃଦୟ ଭିତରେ ଆମେ ସେତେବେଳେ ବାଜପେୟୀ ଯିଏ ଆମର ସେତେବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କର କଥା, ତାଙ୍କର ଉଦ୍ଦେଶ୍ୟ, ତାଙ୍କର ମାନବିକତା, ତାଙ୍କର ରାଜରାସ୍ତା, ସଶକ୍ତିକରଣ ସବୁ କଥା ଲୋକମାନଙ୍କ ଆଗରେ ରଖିଥିଲୁ। ଲୋକମାନଙ୍କୁ ଆକୃଷ୍ଟ କରିଥିଲୁ ଆମ ଦଳ ପାଇଁ। ଦଳ ଆସ୍ତେ ଆସ୍ତେ ବଢ଼ିଲା। 2019ରେ ମୁଁ ବି ଭାବିଥିଲି ମୋତେ ପ୍ରତିନିଧିତ୍ୱର ସୁଯୋଗ ମିଳିବ। କୌଣସି କାରଣରୁ ଦଳ ସଦୟ ସାରଦାକୁ ଦାୟିତ୍ୱ ଦେଇଥିଲେ। ଏଥରିକ ମୁଁ ଦୃଢ଼ ଆଶାବାଦୀ ଥିଲି, କାରଣ ପରିବର୍ତ୍ତନ ପାଇଁ ମୁଁ ଘରେ ଘରେ ବୁଲିଥିଲି। ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ ଆରମ୍ଭ କରି ପରିବର୍ତ୍ତନ ମୋଦିଙ୍କର ଭାରତର ଯେଉଁ ବିଶ୍ୱସ୍ତରୀୟ ବିଶ୍ୱଗୁରୁ ହେବାର ଯେଉଁ ପ୍ରଚେଷ୍ଟା, ଘରେ ଘରେ ପହଞ୍ଚାଇଥିଲି। ଲୋକମାନଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ସେବେ ବି ଥିଲା, ଆଜି ବି ଅଛି, ଆଗକୁ ବି ରହିବ। କିନ୍ତୁ ଦଳ କୌଣସି କାରଣରୁ ମୋତେ ପ୍ରତିନିଧିତ୍ୱର ସୁଯୋଗ ଦେଲା ନାହିଁ। କିନ୍ତୁ ଯେହେତୁ ମୁଁ ନୀତି ଆଦର୍ଶର ରାଜନୀତି କରେ, ମୁଁ ସଂଗଠନକୁ ବ୍ୟକ୍ତିଠୁ ଅଧିକ ମାନ୍ୟତା ଦିଏ, କାରଣ ସଂଗଠନ ହିଁ ଶକ୍ତି ବୋଲି ଭାବେ। ମୁଁ କେବେ ସଂଗଠନକୁ ବିରୋଧ କରିବାର କୌଣସି ମାନସିକତା ରଖିନାହିଁ। ଆଉ ମୋଦିଜୀଙ୍କୁ ସମର୍ଥନ ନ ଦେବା ଅର୍ଥ ଭାବୁଛି ଭାରତ ସାଙ୍ଗରେ ବା ରାଷ୍ଟ୍ରଭକ୍ତି ସାଙ୍ଗରେ କୌଣସି ଜାଗାରେ ଆମେ ଅଣଦେଖା କରୁଛୁ ବା ବିଶ୍ୱାସଘାତକତା କରୁଛୁ। ତେଣୁ ଆମର ଯେଉଁ ବିଚାର ଅଛି, ଯେଉଁ ଆଶା ନେଇକି ଲୋକମାନେ ଏ ପରିବର୍ତ୍ତନ ପାଇଁ ଆସିଛନ୍ତି, ଓଡ଼ିଶାରେ ଗୋଟେ ପରିବର୍ତ୍ତନର ଲହର ଅଛି, ମୋଦିଙ୍କ ସପକ୍ଷରେ ଗୋଟେ ଲହର ଅଛି, ତାକୁ କେମିତି ସଫଳ କରିବା ସେଥିପାଇଁ ଆମେ କାର୍ଯ୍ୟକ୍ରମ କରୁଛୁ। ହଁ, ମନରେ ତ ନିଶ୍ଚୟ ଅଭିମାନ ରହିବ ଯେତେବେଳେ ଆମେ ସେଠିକାର ସବୁଠୁ ଦୃଢ଼ ଦାବିଦାର ଥିଲୁ, ଆମକୁ ପ୍ରତିନିଧିତ୍ୱର ସୁଯୋଗ ମିଳିଲା। ତା ମାନେ ନୁହେଁ ଯେ ପ୍ରତିକ୍ରିୟା ନୁହେଁ ଯେ ଦଳ ବିରୁଦ୍ଧରେ ବିଷୋଦ୍ଗାର କରିବା ବା ଦଳକୁ ନେଇ ଅନ୍ୟ ଦଳକୁ ଯାଇକି ଜଏନ୍ କରିବା। ଶ୍ରୀଯୁକ୍ତ ମିଶ୍ର, ମୋର କହିବା କଥା, ଯେତେବେଳେ 2009 ମସିହାରେ ବିଜେପି ମେଣ୍ଟ ଭାଙ୍ଗିଲା ଏବଂ ରାଜ୍ୟରେ ପ୍ରଚଣ୍ଡ ନବୀନ ହାୱା, ସେତେବେଳେ ମାହାଙ୍ଗାରୁ ଯେତେବେଳେ ବିଜେପି ଟିକେଟ୍ରେ କେହି ଲଢ଼ିବା ପାଇଁ ସାହସ କରିନଥିଲେ, ଆପଣ ସେତେବେଳେ ଆଗଭର ହୋଇଥିଲେ। କାରଣ ଯଦି ଏଠୁ କେହି ବିଜେପିରୁ ପ୍ରତିନିଧିତ୍ୱ ନ କରନ୍ତି, ବିଜେପିରୁ ଯଦି କେହି ପ୍ରାର୍ଥୀ ନ ହୁଅନ୍ତି, ଦଳୀୟ କର୍ମୀଙ୍କ ମଧ୍ୟରେ ଗୋଟେ ନୈରାଶ ଭାବ ଖେଳିଯିବ ଏବଂ ଦଳୀୟ ସଂଗଠନ ପ୍ରତି ତାର ଗୋଟେ ନକାରାତ୍ମକ ପ୍ରଭାବ ପଡ଼ିବ। କିନ୍ତୁ ଯେତେବେଳେ ଦଳର ସୁଦିନ ଆସିଲା, ଦଳର ଭଲ ଦିନ ଆସିଲା, ସେତେବେଳେ ଆପଣଙ୍କୁ ଦଳ ଅଣଦେଖା କଲା ଏବଂ ଟିକେଟ୍ ଦେଲାନି। ଏ ନେଇ ଆପଣଙ୍କ ଭିତରେ କିଛି କ୍ଷୋଭ ପ୍ରକାଶ ପାଉନି? ଦେଖନ୍ତୁ, ସବୁ ମଣିଷର ଗୋଟେ ତ ଭିତରେ କିଛି ଅଭିମାନ ଥାଏ। କାରଣ ଆମେ ବି ଯଦିଓ ଗୋଟେ ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଛୁ, ସମାଜ ସେବା ଆମର ବ୍ରତ, ତେଣୁ ଆମେ ସମାଜ ସେବାକୁ ପ୍ରାଧାନ୍ୟ ଦେଉ। ବ୍ୟକ୍ତିଗତ ଇଚ୍ଛା ବା ଅଭିମାନ ଏଗୁଡ଼ାକୁ ଆମେ ନିଜକୁ ସଂଯମତା ଭିତରେ ରଖିଛୁ। ହଁ, ମୋ ମନରେ ନିଶ୍ଚିତ ଭାବରେ ଅଭିମାନ ଅଛି। ମୁଁ ଭାବିଥିଲି ମୁଁ ମାହାଙ୍ଗାର ସେବାର ସୁଯୋଗ ଭାରତୀୟ ଜନତା ପାର୍ଟି ତରଫରୁ 2024 ନିଶ୍ଚୟ ପାଇବି। କୌଣସି କାରଣରୁ ଦଳ ମୋତେ ତାର ସୁଯୋଗରୁ ବଞ୍ଚିତ କରିଛି।
ମୋ ମନରେ ଅଭିମାନ ଅଛି କିନ୍ତୁ ତାମାନେ ପ୍ରତିକ୍ରିୟା ନାହିଁ। ମାହାଙ୍ଗା ରାଜନୀତିକୁ ଆପଣ ବହୁ ନିକଟରୁ ଦେଖିଛନ୍ତି ଏବଂ ପରଖିଛନ୍ତି। ବର୍ତ୍ତମାନ 2024ର ମାହାଙ୍ଗା ଚିତ୍ରପଟ କ'ଣ ଅଛି ଏବଂ କ'ଣ ହେବ ବୋଲି ଆପଣ ଭାବୁଛନ୍ତି? ବର୍ତ୍ତମାନ ମାହାଙ୍ଗାର ରାଜନୀତି ମୁଁ ଭାବୁଛି ଗୋଟେ କଠିନ ସମୟ ଦେଇ ଗତି କରୁଛି। ଯେଉଁମାନେ ମାହାଙ୍ଗାର ଦୀର୍ଘ ଦିନ ଧରିକି ଯେଉଁ ବିଧାୟକ ମାହାଙ୍ଗାରେ ପ୍ରତିନିଧିତ୍ୱ କରୁଥିଲେ ତାଙ୍କ ପ୍ରତି ଜନସମର୍ଥନ ନାହିଁ। ତାଙ୍କୁ ଏଥରିକ ବିଜୁ ଜନତା ଦଳ ଟିକେଟ୍ ନ ଦେଇ ତାଙ୍କ ପୁତ୍ର ଯିଏ ତରୁଣ ବୟସର ଜଣେ ତାକୁ ଟିକେଟ୍ ଦେଇଛି। ସିଏ ଲୋକମାନଙ୍କ ସାଙ୍ଗରେ ତାଙ୍କର କୌଣସି ସମ୍ପର୍କ ନାହିଁ। ବାପାଙ୍କର ନାଁରେ ସେ ରାଜନୀତି କରିବାକୁ ମାହାଙ୍ଗାରେ ସେମାନେ ଆଶା କରିଛନ୍ତି। ମାହାଙ୍ଗାର ଯେଉଁ ପିଲାଟିକୁ ଆମର ଭାରତୀୟ ଜନତା ପାର୍ଟି ଦାୟିତ୍ୱ ଦେଇଛି ସେ ବି ମାହାଙ୍ଗାରେ ସମ୍ପୂର୍ଣ୍ଣ ଅପରିଚିତ ବ୍ୟକ୍ତିତ୍ୱ। ସେ ମାହାଙ୍ଗା ମାଟି ମାହାଙ୍ଗା ସଂସ୍କୃତି ତା ପାଖରେ ପରିଚୟ ନାହିଁ। ସେ ଜଣେ ଅନୁଭବୀ ପିଲା ନୁହେଁ, ଅଭିଜ୍ଞତା ନାହିଁ। ତେଣୁ ନ୍ୟାଚୁରାଲି ମାହାଙ୍ଗାରେ ଆମ ଦଳକୁ ସଫଳ ଭାବରେ ତାକୁ ନେଇ ତାକୁ ସଫଳତା ଦେବା ଅତ୍ୟନ୍ତ କଷ୍ଟକର। କାରଣ ଜନତା ସବୁ ବୁଝୁଛନ୍ତି। ଜନତା ଚାହାନ୍ତି ଗୋଟେ ଭଲ ଦଳ ବା ଭଲ ନେତୃତ୍ୱ। ଉଭୟ ଯେତେବେଳେ ଯେମିତି ମୋଦିଜୀଙ୍କ ପାଖରେ ଦଳ ଏବଂ ନେତୃତ୍ୱ ଦୁଇଟା ଯାକ ଦେଖିଲେ ସେତେବେଳେ ସମସ୍ତେ ଭାରତୀୟ ଜନତା ପାର୍ଟିକୁ ଆସିଲେ। ମାହାଙ୍ଗା ପରିସ୍ଥିତିରେ ମୁଁ ମୋ ଦଳର ଯେଉଁମାନେ ନେତୃବର୍ଗ ଅଛନ୍ତି, ଯେଉଁମାନେ ଦାୟିତ୍ୱରେ ଅଛନ୍ତି ତାଙ୍କୁ ଅନୁରୋଧ କରିବି ଜନଭାବନାକୁ ପ୍ରତ୍ୟାଖ୍ୟାନ କରି ନିଜର ଇଚ୍ଛା ପୂର୍ତ୍ତି ପାଇଁ ନେତୃତ୍ୱ ଚୟନ ନ କରାଯିବ।